ଶେଷ ହେଲା ମହାପ୍ରଭୁଙ୍କ ଐତିହାସିକ ରଥଯାତ୍ରା। ବାର ମାସରେ ପାଳିତ ହୁଏ 13 ପର୍ବ। ଅସାବ୍ରତ ଯାନିଯାତ୍ରାର ଧାର୍ଯ୍ୟ ସମୟକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ସେହି ସମୟ ଆସିଲେ ଲୋକମାନଙ୍କ ମନରେ ଦେଖା ଦେଇଥାଏ ଉନ୍ମାଦନାର ଝଲକ। ସେମିତି ଅନେକ ତିଥିରେ ଅନେକ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ସବୁଠାରୁ ପ୍ରମୁଖ ତିଥି ହୋଇଥାଏ। କାରଣ ଏହି ଦିନ ଜଗତକର୍ତ୍ତା ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ବାହାରି ମାଉସୀ ଘରକୁ ଯାଇଥାନ୍ତି। ମାଉସୀ ଘରକୁ ଯାଇ ପୁଣି ଶ୍ରୀମନ୍ଦିରକୁ ଫେରିବା ପର୍ଯ୍ୟନ୍ତ ତିନି ଠାକୁର ରଥରେ ବସି ଯାଉଥିବା ଯୋଗୁଁ ଏହାକୁ ରଥଯାତ୍ରା କୁହାଯାଇଥାଏ। ଶ୍ରୀମନ୍ଦିରରୁ ମାଉସୀ ଘରକୁ ଯିବା ଶ୍ରୀଗୁଣ୍ଡିଚା ରଥଯାତ୍ରା କୁହାଯାଉଥିବା ବେଳେ ମାଉସୀ ଘରୁ ପୁଣି ଶ୍ରୀମନ୍ଦିରକୁ ଆସିବା ବାହୁଡ଼ା ଯାତ୍ରା ବୋଲି କହିଥାନ୍ତି। ପ୍ରଭୁ ଜଗନ୍ନାଥଙ୍କ ଏହି ମହାପର୍ବକୁ ଐତିହାସିକ ପବିତ୍ର ରଥଯାତ୍ରା କୁହାଯାଇଥାଏ। ପ୍ରଭୁ ଜଗନ୍ନାଥଙ୍କ ସହିତ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ରଥରେ ବିଜେ ହୋଇ ମାଉସୀ ଘର ଅଭିମୁଖେ ଯାତ୍ରା କରିଥାନ୍ତି। ତିନି ଠାକୁରଙ୍କ ଏହି ଐତିହାସିକ ରଥଯାତ୍ରାକୁ ସାରା ଦୁନିଆରେ ଖୁବ୍ ଉତ୍ସାହ ସହକାରେ ପାଳନ କରିଥାନ୍ତି। ଆଉ ତିନି ଦିଅଁଙ୍କୁ ମନ୍ଦିର ବାହାରେ ଦର୍ଶନ କରିବାର ସୁଯୋଗ ପାଉଥିବା ଯୋଗୁଁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଥାଏ। ମହାପ୍ରଭୁଙ୍କ ଏହି ରଥଯାତ୍ରା ଗାଁଠାରୁ ସହର ଏବଂ ବଜାର ଠାରୁ ନଗର ପର୍ଯ୍ୟନ୍ତ ଖୁବ୍ ଭକ୍ତି ଆଉ ବିଶ୍ୱାସରେ ପାଳିତ କରାଯାଇଥାଏ। କଳାହାଣ୍ଡି ଜିଲ୍ଲା ନର୍ଲା ସହରରେ ଏହି ରଥଯାତ୍ରାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜଗନ୍ନାଥମୟ ହୋଇ ଉଠିଥିଲା। ବର୍ଷ ସାରା ମନ୍ଦିର ଭିତରେ ରହି ଭକ୍ତଙ୍କୁ ଦର୍ଶନ ଦେଉଥିବା ଠାକୁର ଏହି ରଥଯାତ୍ରାରେ ମନ୍ଦିରରୁ ବାହାରି ଖୋଲା ଆକାଶର ଏକ ସୁସ୍ଥ ପରିବେଶ ମଧ୍ୟରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ନର୍ଲା ସହରରେ ସୁସଜ୍ଜିତ ରଥ ଉପରେ ବସି ତିନି ଦିଅଁ ମାଉସୀ ଘରକୁ ଯିବା ଖୁବ୍ ନିଆରା ମୁହୂର୍ତ୍ତ ହୋଇଥାଏ। 9 ଦିନ ପରେ ମାଉସୀ ଘରେ ଆତିଥ୍ୟ ଗ୍ରହଣ କରି ପୁଣି ଶ୍ରୀମନ୍ଦିରକୁ ଫେରି ଆସିବାକୁ ବାହୁଡ଼ା ଯାତ୍ରା କୁହାଯାଇଥାଏ। ଚଳିତ ବର୍ଷ ନର୍ଲା ସହରରେ ହୋଇଥିବା ରଥଯାତ୍ରା ଖୁବ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପରିସମାପ୍ତି ଘଟିଛି। ମାଉସୀ ଘର ପକ୍ଷରୁ ସୁକାନ୍ତ ଚାନ୍ଦ ଏବଂ ତାଙ୍କ ସହଧର୍ମିଣୀଙ୍କ ସହିତ ସପରିବାରର ସମସ୍ତେ ତିନି ଠାକୁରଙ୍କୁ ମେଲାଣି ଦେଇଥିଲେ। ସନ୍ଧ୍ୟା 4ଟା ସମୟରେ ପହଣ୍ଡି ଓ ଛେରା ପହଁରା କରି ରଥଟଣା କାର୍ଯ୍ୟକ୍ରମ କରାଯାଇଥିଲା। ହଜାର ହଜାର ଦର୍ଶକଙ୍କ ଗହଳି ମଧ୍ୟରେ ରଥ ଟଣା ହୋଇ ଶଙ୍ଖ, ଘଣ୍ଟ ଏବଂ ଖୋଳ କୀର୍ତ୍ତନ ଧ୍ୱନିରେ ତିନି ଠାକୁର ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ବର୍ଷାର ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ଇନ୍ଦ୍ରଦେବଙ୍କ କୃପାରୁ ଖୁବ୍ ଶୃଙ୍ଖଳାର ସହିତ ନର୍ଲା ସହରରେ ଏ ବର୍ଷ ରଥଯାତ୍ରାର ପରିସମାପ୍ତି ଘଟିଛି। ସୁନାବେଶ ପରେ ତିନି ଠାକୁର ଶ୍ରୀମନ୍ଦିରକୁ ବିଜେ ହୋଇ ପୁଣି ଗମ୍ଭୀର ଭିତରେ ଦର୍ଶନ ଦେବେ। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ୍।